ରାମ ନାରାୟଣ ରାମ ଯିଏ ଶିବ ହୋଇଗଲେ। ସେମାନେ ଲଗାତାର ଧ୍ୟାନ ମଧ୍ୟରେ ବସି ବସି ଜପ କରୁଥିଲେ। କେତେ ନିନ୍ଦା, ଅପମାନ, ଉପେକ୍ଷା ହେଲା, କିନ୍ତୁ କୌଣସି କଥା ସେମାନଙ୍କୁ ତାଙ୍କର ଧ୍ୟାନରୁ ଭ୍ରଷ୍ଟ କରିପାରିଲା ନାହିଁ। ସେମାନେ ଦିନରାତି ସମାନ ଭାବେ କାଟିଦେଲେ। ଯାହା ଦିଶୁଛି ସେଠାକୁ ପହଞ୍ଚିବାକୁ ସମୟ ଲାଗିବ, କାରଣ ଏହା ଗୋଟିଏ କଠିନ ଅବସ୍ଥା। ଘରେ କୌଣସି ସୁବିଧା ନଥିବା ଦେଖି କ'ଣ କରିବେ ତାହା ନିଷ୍ପତ୍ତି କରିପାରିଲେ ନାହିଁ। ଶେଷରେ ସେ ଶ୍ମଶାନକୁ ଗଲେ ଓ ନିଜେ ବସି ପଡ଼ିଲେ। କିନ୍ତୁ ତାହା ମଧ୍ୟରେ ଶାନ୍ତି ନଥିଲା। ଦେହ ଶୁଣୁନଥିଲା। ପେଟର ଆଗୁନ କିପରି ଶାନ୍ତ କରିବେ? ଶ୍ମଶାନରେ ଯାହା ମିଳୁଥିଲା ସେଠା ଖାଇ ଦିନ କାଟୁଥିଲେ। ତାପରେ ଜମିବା ଥଣ୍ଡା ଲଙ୍ଗୋଟ ପିନ୍ଧି ସବୁ ଦୁଃଖ ସହିଲେ। ଏକ ଦିନ ଗୋଟିଏ ମୃତ ନାରୀଙ୍କ ଶାଢ଼ୀ ବାଗଲେ ରଖିଲେ। ସ୍ମରଣ ହେଲା ଯେ ପତ୍ନୀକୁ ଦେବାକୁ ଅଛି। ତାଙ୍କୁ ପାଗଳ ନ କହିଲେ ଆଉ କ'ଣ? ଘରକୁ ଯିବା ପରେ ଦେଖିଲେ ପତ୍ନୀ ଦ୍ୱାର ଅଟକାଇ ଦେଇଛନ୍ତି। ସେ ବୁଝିଗଲେ ଯେ ଶାଢ଼ୀ ମୃତ ନାରୀଙ୍କର। ତଥାପି କ'ଣ କରିବେ? ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶାଢ଼ୀ ପିନ୍ଧିଲେ। ତାପରେ ଖାଇବାକୁ କହିଲେ। ଘରରେ କିଛି ନଥିଲା, ତେଣୁ ସେ ଭିକ୍ଷା ମାଗିବାକୁ ବାହାରିଗଲେ। ସେ ଯିବା ସହିତ ଘରର ଖାଦ୍ୟ ପତ୍ନୀ ବାହାରେ ଫିଙ୍ଗିଦେଲେ, କାରଣ ସେ ମୃତ ବ୍ୟକ୍ତିଙ୍କର ବସ୍ତ୍ର ପିନ୍ଧିଥିଲେ। ତେଣୁ ଖାଦ୍ୟ ଅଶୁଦ୍ଧ ହୋଇଗଲା। ସେହି ଖାଦ୍ୟ ନେଇ ଶିବଙ୍କୁ ଖୁଆଇଦେଲେ। ଶିବ ସନ୍ତୁଷ୍ଟ। ବାହା ଫ୍ୟାକ୍ଟୋରିଆଲ ତେ ସ୍ୱାଦିଷ୍ଟ ଖାଦ୍ୟ ଗଭୀରତାରେ ଲୁଚି ଯାଇଥିଲେ। ତେଣୁ ଏଭଳି ଅବସ୍ଥା ହୋଇଗଲା। ଶିବ ନିଜ ହାତରେ ପାହାଡ଼ର ଏକ କୋଣରେ ଲେଖିଥିଲେ। 8ଟି ପୃଷ୍ଠା ଲେଖିଗଲେ। ପତ୍ନୀ କହିଲେ, ଜରା ଖାଦ୍ୟର ବ୍ୟବସ୍ଥା କର। ସେ ପ୍ରସ୍ତୁତ ହେଲେ। ତୀର୍ଥରେ ବସିଗଲେ। ପଂକ୍ତିରେ ସମସ୍ତେ ବସିଛନ୍ତି। କିଛି ଦିଅ। ଏଭଳି ଭାଗ୍ୟ ଯେ ତାଙ୍କ ଭାଗ୍ୟରେ ବାଳୁ ଆସିଲା। ଶେଷରେ କିଛି ନଥିବାରୁ ସେଉଁଠି ବାଳୁ ଦିଆଗଲା। ସେହି ବାଳୁ ନେଇ ପତ୍ନୀଙ୍କୁ ଦେଇ ନିଜେ ସ୍ନାନକୁ ଗଲେ। ଏଭଳି ଅବସ୍ଥାରେ ମଧ୍ୟ ଦୁଃଖ କରିଲେ ନାହିଁ। ସାଧନାରେ ତଳି ଯାଇଥିଲେ, ତେଣୁ କିଛି ବୁଝିପାରିଲେ ନାହିଁ। ସାଧାରଣ ଜପ କରି କରି ଗଭୀରତାକୁ ପହଞ୍ଚିଗଲେ। ଏହି ସଂସାରକୁ ଶ୍ମଶାନ କୁହାଯାଏ। ତୁମେ କହୁଛ ଆମେ ଅଛୁ, କିନ୍ତୁ ସତକୁ ବିଶ୍ୱାସ କର। ଆମେମାନେ କେହି ମଧ୍ୟ ଏଠାରେ ନାହିଁ। ଆମେ ଅଛୁ, ଏହି କଥାକୁ ଭୁଲିଯାଅ। ଆମେ ଅଛୁ, ଏଟା କେବଳ ଜ୍ଞାନ ମାତ୍ର। ଆମେ ମନ୍ତ୍ର ଜପ କରି କରି ନାହିଁ ର ଅବସ୍ଥାକୁ ଯାଉଛୁ।